Dear students and viewers, welcome to new English classes by Eken Sir. Dear students, ଆଜି ଆମେ ଓଡ଼ିଶା ବୋର୍ଡ ଓଡ଼ିଆ ମିଡିୟମ ହାଇସ୍କୁଲର ଦଶମ ଶ୍ରେଣୀର ଇଂଲିଶ ପୋଏମ୍ ଫ୍ରମ୍ ଦ ଫର୍ମାଲିନ୍ ଜାର୍ ପୋଏମ୍ଟିକୁ ପଢ଼ିବାକୁ ଯାଉଛେ ରିଟନ୍ ବାଇ ଡକ୍ଟର ରୀତା ଏସ୍ ମାନି। କବିତାଟି ଓଡ଼ିଆ ହାଇସ୍କୁଲର ଦଶମ ଶ୍ରେଣୀର କବିତା, ଇଂଲିଶ କବିତା। ଓଡ଼ିଆ ମିଡିୟମ ହାଇସ୍କୁଲର ଦଶମ ଶ୍ରେଣୀର ଇଂଲିଶ କବିତା ଫ୍ରମ୍ ଦ ଫର୍ମାଲିନ୍ ଜାର୍ ରିଟନ୍ ବାଇ ଡକ୍ଟର ରୀତା ସେନାପତି। ପିଲା ଆମେ ଫର୍ମାଲିନ୍ ଜାର୍ କହିଲେ କ'ଣ ବୁଝୁଛେ? ସାଧାରଣତଃ ଗୋଟିଏ ପ୍ରକାର ରାସାୟନିକ ତରଳ ପଦାର୍ଥ ଫର୍ମାଲିନ୍ ଯାହା କୁହାଯାଉଛି, ରାସାୟନିକ ତରଳ ପଦାର୍ଥ ଗୋଟେ ଯାହାକି ଜୀବାଶ୍ମଙ୍କ ଜୀବର କିଛି ଅଂଶ ହେଉ କି ବିଭିନ୍ନ ତାପ ବ୍ୟଙ୍ଗ ହେଉ ମଣିଷର କିଛି ଅଂଶକୁ ମଧ୍ୟ ସେ ଫର୍ମାଲିନ୍ ଜାର୍ରେ ରଖିଲେ ଅନେକ ଦିନ ଧରି ସତେଜ ରହିଥାଏ। ପ୍ରଧାନତଃ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ୟାକୁ ସବୁ ବ୍ୟବହାର କରାଯାଇଥାଏ ବା ଲୋକମାନଙ୍କୁ ପ୍ରଦର୍ଶନ କରିବା ପାଇଁ କିଛି ଜିନିଷର ପ୍ରମୋଟ୍ କରିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ହିଁ ଏଇ ଜିନିଷ ଗୁଡ଼ାକ ସବୁ ବ୍ୟବହାର କରାଯାଇଥାଏ। ସୋ ଆମେ ଏଇ ଫର୍ମାଲିନ୍ ଜାର୍ ବିଷୟରେ ପଢ଼ିବାକୁ ଯାଉଛେ। ଫ୍ରମ୍ ଦ ଫର୍ମାଲିନ୍ ଜାର୍ ଅର୍ଥାତ୍ ଫର୍ମାଲିନ୍ ଜାର୍ରୁ କିଛି ଗୋଟେ ହେଉଛି। କବିତାରେ ଯାହା କହୁଛି ପ୍ରଥମ ହେଡ଼ିଂ ଲାଇନ୍ ବା ଆମ ଟାଇଟଲ୍ କଥା କହୁଛି ଯେ ଫର୍ମାଲିନ୍ ଜାର୍ରୁ ଫର୍ମାଲିନ୍ ଜାର୍ରୁ ହିଁ କିଛି ଗୋଟେ ଘଟୁଛି ବା ହେଉଛି। ତ ଦେଖିବା ଏକ୍ଜାକ୍ଟଲି ଫର୍ମାଲିନ୍ ଜାର୍ରୁ କ'ଣ ହେଉଛି, କେମିତି କବିତା ଟିକେ ଆରମ୍ଭ କରିଛି ଡକ୍ଟର ରୀତା ଏସ୍ ମାନି। ଆମେ ଦେଖିବା, ତାହେଲେ ଆମେ ଟେକ୍ସଟକୁ ଯିବା। ଆମେ ଟେକ୍ସଟରେ ଦେଖିବା ଯେ ଏକ୍ଜାକ୍ଟଲି କ'ଣ ସବୁ ଲେଖାଯାଇଛି। ଷ୍ଟୁଡେଣ୍ଟ ତା ପୂର୍ବରୁ ଟିକେ ମୁଁ ହିଣ୍ଟ କରିଦେଉଛି। ମୁଁ ଯଥାସମ୍ଭବ ଚେଷ୍ଟା କରିଛି ଯେ ପୋଏମ୍ର ପ୍ରତ୍ୟେକ ୱାର୍ଡ଼କୁ ପ୍ରତ୍ୟେକ ଲାଇନ୍କୁ ଅତି ସହଜ ସରଳ ଭାଷାରେ ବୁଝିବା ପାଇଁ ଚେଷ୍ଟା କରିଛି। ମୋର ବିଶ୍ୱାସ ସମସ୍ତେ ନିଶ୍ଚିତ ଭାବରେ ଅତି ସହଜରେ ବୁଝିପାରିବ। ଯଦି ଅନେକ ଗୁଡ଼ିଏ ଡିଫିକଲ୍ଟ ୱାର୍ଡ଼ ଦେଇଛି, ଦେଖ ନିଶ୍ଚୟ ଜାଣିପାରିବ, ତଳେ ତୁମ ବହିରେ ବି ଦେଖିଲେ, ଟେକ୍ସଟ ବହି ଦେଖିଲେ ଜାଣିପାରିବ ଯେ ଅନେକ ଗୁଡ଼ିଏ ଡିଫିକଲ୍ଟ ୱାର୍ଡ଼ ଦେଇଛି। ମୁଁ ପ୍ରତ୍ୟେକ ୱାର୍ଡ଼ର ଓଡ଼ିଆ ମିନିଂ ସହିତ ଅତି ସରଳ ଭାଷାରେ ବୁଝିବା ପାଇଁ ଚେଷ୍ଟା କରିଛି। ମୋର ବିଶ୍ୱାସ ତୁମମାନେ ଅତି ସହଜରେ ବୁଝିପାରିବ, କୌଣସି ପ୍ରକାର ଅସୁବିଧା ହେବ ନାହିଁ। ତଥାପି ଯଦି କିଛି ବି ଅସୁବିଧା ହେବ ତୁମେ କମେଣ୍ଟ ବକ୍ସ ମାଧ୍ୟମରେ ମୋତେ ପଚାରିପାରିବ, ତା'ର ଉତ୍ତର ଦେବାକୁ ମୁଁ ଚେଷ୍ଟା କରିବି। ତେଣୁ ଏଇ ବିଷୟଟି ନୁହେଁ, ତୁମେ ଯେକୌଣସି ବିଷୟକୁ ଯଦି ତୁମ ଡାଉଟ୍ ରହୁଛି ତୁମେ କମେଣ୍ଟ ବକ୍ସ ମାଧ୍ୟମରେ ନିହାତି ଭାବରେ ପ୍ରଶ୍ନ ପଚାରିପାରିବ, ତାହାର ଉତ୍ତର ଦେବାକୁ ମୁଁ ଚେଷ୍ଟା କରିବି। ଓକେ ଡିୟର ଷ୍ଟୁଡେଣ୍ଟସ୍, ତାହେଲେ ବର୍ତ୍ତମାନ ଆମେ ଟେକ୍ସଟ ପଢ଼ିବା, ଦେଖିବା ଏକ୍ଜାକ୍ଟଲି ଫର୍ମାଲିନ୍ ଜାର୍ରୁ କିଏ କ'ଣ କହୁଛି ବା କ'ଣ ଘଟିଛି। ଆମେ ଟେକ୍ସଟ ପଢ଼ିଲା ପରେ ଜାଣିପାରିବା ଏକ୍ଜାକ୍ଟଲି କ'ଣ ହେଇଛି କବିତାଟା। Hey, I am Vicky's brain. Hey, I am Vicky's brain. ଷ୍ଟୁଡେଣ୍ଟସ୍, ଆମେ ଯେଉଁ ପ୍ରଥମ କଥାରେ ପଢ଼ିଥିଲେ ଯେ ଫ୍ରମ୍ ଦ ଫର୍ମାଲିନ୍ ଜାର୍, ତ ଫର୍ମାଲିନ୍ ଜାର୍ରୁ କିଛି ଗୋଟେ କରୁଛି। ହଁ, ଫର୍ମାଲିନ୍ ଜାର୍ରୁ କେହି ଗୋଟେ କହୁଛି କିଛି କଥା। କିଏ କହୁଛି ନା କୌଣସି ଗୋଟେ ବ୍ରେନ୍ କଥା କୁହାଯାଇଛି। ଭିକି ବୋଲି କୌଣସି ଏକ ପିଲା ଯାହାର ବ୍ରେନ୍ ହିଁ କହୁଛି ସବୁ କଥା ବୋଲି ପ୍ରମାଣ ମିଳିଲା। ତା ଅର୍ଥ ସେ ଫର୍ମାଲିନ୍ ଜାର୍ ଭିତରେ ଭିକି ବୋଲି ଗୋଟେ ପିଲାର ବ୍ରେନ୍ଟା ରଖାଯାଇଛି। ବ୍ରିଲିଆଣ୍ଟ ବ୍ରେନ୍ ବୋଲି କୁହା, ତା ଅର୍ଥ ଜଣାପଡ଼ୁଛି ବି ସେଇ ଫର୍ମାଲିନ୍ ଜାର୍ରେ ଯେଉଁ ବସ୍ତୁଟି ରହିଛି ସିଏ ହେଉଛି ଗୋଟେ ବ୍ରିଲିଆଣ୍ଟ ବ୍ରେନ୍ର ନମୁନା ସ୍ପେସିମେନ୍। ଅର୍ଥାତ୍ ଭିକି ବୋଲି ପିଲାଟିର ତାର ବ୍ରେନ୍କୁ ସେଠି ରଖାଯାଇଛି। ପଛରେ କାହିଁକି ରଖାଯାଇଛି? ସେ ସିଟିଂ ଇନ୍ ଏ ଫର୍ମାଲିନ୍ ଜାର୍ ୱିଥ୍ ଡିଜିଡେନ୍। ଯେଉଁ ବ୍ରିଲିଆଣ୍ଟ ବ୍ରେନ୍ଟି କେଉଁଠି ଅଛି ନା ଗୋଟେ ଫର୍ମାଲିନ୍ ଜାର୍ ଭିତରେ ରହିଛି ୱିଥ୍ ଡିଜିଡେନ୍, ମାନେ ବହୁତ ମନ ଦୁଃଖର ମନସ୍ତାପରେ ରହିଛି। କୌଣସି ସମ୍ମାନୀୟ କଥା ତା ପାଇଁ ଘଟୁନାହିଁ। ସେ ବହୁତ ମନସ୍ତାପରେ, ଡିଜିଡେନ୍ ମାନେ ଅପସେଟ୍ ଅନହାପିନେସ୍ ଷ୍ଟେଜ୍ରେ ବସିବା, ମନ ଦୁଃଖ ମାନେ ନଟ୍ ରେସ୍ପେକ୍ଟେଡ୍ ଫିଲିଂ ନୁହେଁ, ମାନେ ସମ୍ମାନୀୟ କଥା ବୋଲି ତାକୁ ଫିଲିଂ କରାଯାଉନାହିଁ ବା ସେ ନିଜେ ଅନୁଭବ କରିପାରୁନାହିଁ। ସେ ସେଇଭଳି ଅବସ୍ଥାରେ ସେଠି ପଡ଼ି ରହିଛି। ତାହେଲେ କାହିଁକି ପଛରେ ରଖାଯାଇଛି? ଅନ୍ ଡିସପ୍ଲେ ଟୁ ପ୍ରମୋଟ୍ ନଲେଜ୍ ଗେନ୍, ଜ୍ଞାନର ବୃଦ୍ଧି ପାଇଁ, ପ୍ରମୋଟ୍ ଅର୍ଥାତ୍ ପ୍ରୋତ୍ସାହିତ, ଜ୍ଞାନ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଦର୍ଶିତ କରାଯାଉଛି। ନାଇଁ, ଆମେ ଏତିକି ବୁଝିଗଲେ। ନଲେଜ୍ ଗେନ୍, ଜ୍ଞାନ ବୃଦ୍ଧିକୁ କ'ଣ କରିବା ନା ପ୍ରମୋଟ୍ କରିବା, ପ୍ରୋତ୍ସାହିତ କରିବା ପାଇଁ ଅନ୍ ଡିସପ୍ଲେ ଅର୍ଥାତ୍ ପ୍ରଦର୍ଶନ କରାଯାଉଛି। ତାହେଲେ ବିକିର ସେ ବ୍ରେନ୍ଟିକୁ କାହିଁକି ରଖାଯାଇଛି ନା ଜ୍ଞାନ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଦର୍ଶନ କରାଯାଇଛି। ତାହେଲେ ହେଉଛି କ'ଣ? ୱାଚିଂ ପିପୁଲ୍ ଷ୍ଟେୟାର ଆଟ୍ ମି, ମୁଁ ଲକ୍ଷ୍ୟ କରୁଛି ଲୋକମାନେ ମୋତେ ଚାହିଁ ରହୁଛି। ଷ୍ଟେୟାର ଆଟ୍ ମି ଏଗେନ୍ ଆଣ୍ଡ ଏଗେନ୍, ମୋ ଆଡ଼କୁ ବାରମ୍ବାର ସେମାନେ ଚାହିଁ ରହୁଛନ୍ତି। ମୁଁ ଦେଖୁଛି, ଆଇ ୱାଚ୍ ମିନ୍ସ ନିଜେ ବ୍ରେନ୍ଟି କହୁଛି ମୁଁ ୱାଚ୍ କରୁଛି ଲୋକମାନଙ୍କୁ, ଯେଉଁମାନେ କି ମୋ ଆଡ଼କୁ ଷ୍ଟେୟାର ନିରୀକ୍ଷେଇକି ଚାହିଁ ରହୁଛନ୍ତି, ମୋ ଆଡ଼କୁ ବାରମ୍ବାର ବା ନିରୀକ୍ଷେଇକି ଚାହିଁ ରହୁଛନ୍ତି। ହାଉ ଇନସଲ୍ଟିଂ ଟୁ ବି କଲ୍ଡ ଏ ପେସିମେନ୍, ହାଉ ଇନସଲ୍ଟିଂ ଟୁ ବି କଲ୍ଡ ଏ ପେସିମେନ୍। ପେସିମେନ୍ ନମୁନା। ମୋତେ ସତରେ କେତେ ଅପମାନ ବୋଧ ଲାଗୁଛି ଯେତେବେଳେ ମୋତେ ଗୋଟେ ନମୁନା ବୋଲି କୁହାଯାଉଛି। କିଛି ଗୋଟେ ଜିନିଷର ନମୁନା ଅର୍ଥାତ୍ ମୁଁ ଜୀବନ୍ତ ନୁହେଁ, ମୋ ବ୍ରେନ୍ଟିକୁ ରଖାଯାଇଛି ଆଉ ମୋତେ ଲୋକମାନେ ନମୁନା ବୋଲି କହୁଛନ୍ତି। 2 years ago I was part of the living human. 2 ବର୍ଷ ତଳେ, 2 years ago I was part of a living human, ମୁଁ ଏଇ ଜୀବନ୍ତ ମଣିଷ ସମାଜର ଗୋଟେ ଅଂଶ ଥିଲି, ଅର୍ଥାତ୍ ମୁଁ ବି ଜୀବନ୍ତ ଥିଲି। 2 ବର୍ଷ ତଳେ
ମୁଁ ବି ଜୀବନ୍ତ ମଣିଷ ସମାଜର ଗୋଟେ ଅଂଶ ଥିଲି, ଅର୍ଥାତ୍ ମୁଁ ମଧ୍ୟ ଜୀବନ୍ତ ଥିଲି। ଆଇ ଗଟ୍ ନୋ ଷ୍ଟ୍ରୋକ୍, ମୁଁ କୌଣସି ଷ୍ଟ୍ରୋକ୍, ବ୍ରେନ୍ ଷ୍ଟ୍ରୋକ୍ ହଉ ବା ହାର୍ଟ ଷ୍ଟ୍ରୋକ୍ର ଶିକାର ହେଇନଥିଲି। ମୋ ପାଖରେ କୌଣସି ଟ୍ୟୁମର୍ ନଥିଲା, ମୋ ଦେହରେ କୌଣସି ଟ୍ୟୁମର୍ ଜନିତ ରୋଗ ବି ନଥିଲା, ବକ୍ସ ୱିଦିନ୍, କିମ୍ବା ମୋ ଦେହରେ କୌଣସି ସଂକ୍ରମିତ ରୋଗ ମଧ୍ୟ ନଥିଲା। ବକ୍ସ ଗୋଟେ ଟାଇପ୍ର ସଂକ୍ରମିତ ବ୍ୟାକ୍ଟେରିଆ ଟାଇପ୍ରେ କହିପାରିବା। ତ ମୋ ଦେହରେ ନା କୌଣସି ଷ୍ଟ୍ରୋକ୍ ଆସିଥିଲା, ନା କୌଣସି ଟ୍ୟୁମର୍ ଥିଲା, ନା ବକ୍ସ ଜାତୀୟ ବା କୌଣସି ସଂକ୍ରମିତ ରୋଗ ଜାତୀୟ କିଛି ମୋ ଦେହରେ ଥିଲା। ୟେଟ୍ ଏଣ୍ଡେଡ୍ ଅପ୍ ଇନ୍ ଦିସ୍ ଜାର୍, ତଥାପି ମୁଁ ଏଣ୍ଡ ଅପ୍ ହେଇଯାଇଥିଲି ଇନ୍ ଦିସ୍ ଜାର୍, ଏଇଠି ରହିଥିଲି। ଏଣ୍ଡ ଅପ୍ ସରିଯାଇଥିଲା ମୋ ଲାଇଫ୍, ଏ ଜାର୍ରେ ମୋ ଜୀବନ ଶେଷ ହେଇଯାଇଥିଲା। ଟୁ ମାଇ ଚାର୍ଜିଂ, ଚାର୍ଜିଂ ମିନ୍ସ ଦୁଃଖ, ଅନୁତାପ, ଯନ୍ତ୍ରଣା, ଚାର୍ଜିଂ। ମୋ ଦୁଃଖ ଯନ୍ତ୍ରଣା ଅନୁତାପ ସହିତ ମୁଁ କିନ୍ତୁ ଏଇଠି ରହିଯାଇଥିଲି। 2 ବର୍ଷ ତଳେ ମୁଁ ବହୁତ ଭଲ ଥିଲି, କିନ୍ତୁ ଏବେ ବହୁତ ମନସ୍ତାପର ସହିତ, ଦୁଃଖର ସହିତ ମୁଁ ଏଇ ଜାର୍ ଭିତରେ ରହିଯାଇଛି, ଯାହାଟିକି ମୋର ଟିକିଏ ବି ଖୁସି ନାହିଁ ମୋ ଜୀବନରେ। Vicky was a young boy, smart and sane. Vicky was a young boy, smart and sane. ଭିକି ଗୋଟେ ୟଙ୍ଗ ଯୁବକ ଥିଲା, ପିଲା ବି ଥିଲା, ସ୍ମାର୍ଟ ଥିଲା, ସେନ୍ ଥିଲା କହିପାରିବା। ସେନ୍ ଅର୍ଥ ସୁସ୍ଥ ମସ୍ତିଷ୍କ ବାଲା ଜଣେ ମଣିଷ ଥିଲା। ସେ ୟଙ୍ଗ ଥିଲା, ସ୍ମାର୍ଟ ଥିଲା, ସେନ୍ ଥିଲା, ଫୁଲ୍ ଅଫ୍ ଲାଇଫ୍ ଆଣ୍ଡ ଭିଗୋର, ଏନର୍ଜି ବାଲା ଥିଲା, ସୁସ୍ଥ ଶାନ୍ତି ଜୀବନଯାପନ କରୁଥିବା ଜଣେ ଭିଗୋରିୟସ୍ ଶକ୍ତିଶାଳୀ ଯୁବକ ମଧ୍ୟ ଥିଲା। ସନ୍ ଆଣ୍ଡ ୱିଣ୍ଡ ଆଣ୍ଡ ରେନ୍, ଅର୍ଥାତ୍ ପ୍ରକୃତିର ସବୁ ଜିନିଷକୁ ସେ ଉପଭୋଗ କରୁଥିଲା। ସନ୍କୁ ଫେସ୍ କରୁଥିଲା, ୱିଣ୍ଡକୁ ଫେସ୍ କରୁଥିଲା, ରେନ୍କୁ ଫେସ୍ କରୁଥିଲା, ଅର୍ଥାତ୍ ସୂର୍ଯ୍ୟ ହଉ, ପବନ ହଉ, ବର୍ଷା ହଉ, ସବୁକିଛି ସେ ନିଜର ସମ୍ମୁଖୀନ ମଧ୍ୟ ହେଇପାରୁଥିଲା। ତାର କୌଣସି ଅସୁବିଧା ନଥିଲା। କାରଣ ଦ୍ୱିତୀୟତଃ ଆଉ ଗୋଟେ ବଡ଼ କଥା କ'ଣ ଥିଲା? କମ୍ପ୍ୟୁଟର୍ସ ଆଣ୍ଡ ମ୍ୟାଥ୍ସ ୱେୟାର ହିଜ୍ ଡୋମେନ୍। ଡୋମିନେସନ୍ ମାନେ କୌଣସି ଜିନିଷରେ ନିଜର ଆଧିପତ୍ୟ ବିସ୍ତାର କରିବା। ତା ଅର୍ଥ ଜଣାପଡ଼ିଥିଲା ଭିକି କମ୍ପ୍ୟୁଟର ଆଉ ମ୍ୟାଥରେ ନିଜର ଆଧିପତ୍ୟ ଜାହିର କରିଥିଲା। ତା ଅର୍ଥ ତା ବ୍ରେନ୍ଟି କମ୍ପ୍ୟୁଟର ଆଉ ମ୍ୟାଥ୍ ପାଇଁ ବହୁତ ଶକ୍ତିଶାଳୀ ଥିଲା, ଷ୍ଟ୍ରଙ୍ଗ ଥିଲା। ତା ବ୍ରେନ୍ ମଧ୍ୟ ସେ ଡୋମିନେଟେଡ୍ କରୁଥିଲା କେଉଁଥିପାଇଁ? ସ୍ପେଶାଲି ନା କମ୍ପ୍ୟୁଟର ଆଉ ମ୍ୟାଥ୍ରେ। କମ୍ପ୍ୟୁଟର ମ୍ୟାଥ୍ରେ ତାର ବହୁତ ବୋଧେ ତୀକ୍ଷ୍ଣ ଜ୍ଞାନ ହିଁ ଥିଲା। ମୋଟୋ ଇନ୍ ଲାଇଫ୍ ୱାଜ୍, ତା ଜୀବନର ଲକ୍ଷ୍ୟ ଥିଲା, ମୋଟୋ, ଏମ୍, ଆମ୍ବିସନ୍, ଡେଷ୍ଟିନେସନ୍। ମୋଟୋ ଇନ୍ ଲାଇଫ୍ ୱାଜ୍ କ'ଣ ଥିଲା? ନୋ ପେନ୍ ନୋ ଗେନ୍, କଷ୍ଟ ବିନା କୃଷ୍ଣ ମିଳନ୍ତି ନାହିଁ। ଇଏ ଥିଲା ତାଙ୍କର ମତାମତ। ଯଦି ଆମେ କଷ୍ଟ କରି କିଛି ବି କାମ କରିବା, ତାହେଲେ ଆମେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବା ନାହିଁ। ଯଦି ଆମେ କଷ୍ଟ କରିବା ନାହିଁ, ତାହେଲେ ଆମ ଜୀବନରେ କେବେ ବି ସଫଳତା ମିଳିପାରିବ ନାହିଁ। ଯେଉଁଥିପାଇଁ ସେ କଥା ଉଠାଇଥିଲେ, ଭିଗୋରେ ଥିଲା, ସନ୍ ଥିଲା, ୱିଣ୍ଡ ଥିଲା, ଅର୍ଥାତ୍ ସେ ଖରା ସହିଛନ୍ତି, ବର୍ଷା ସହିଛନ୍ତି, ଶୀତ ମଧ୍ୟ ସହିଛନ୍ତି। ଆଉ ସେ ବ୍ରିଲିଆଣ୍ଟ ଥିଲେ, ପ୍ରମାଣ ମଧ୍ୟ ମିଳିସାରିଛି। ସ୍ମାର୍ଟ ବୟ, ସେନ୍ ବି ଥିଲେ, ସବୁକିଛି ତାଙ୍କ ଲାଇଫ୍ରେ ଥିଲା। ଆଉ ତାଙ୍କର ସ୍ପେଶାଲ ଏକ୍ସପର୍ଟାଇଜ୍ କେଉଁଠି ଥିଲା? କମ୍ପ୍ୟୁଟର ଆଉ ମ୍ୟାଥ୍ର ସେ ଏକ୍ସପର୍ଟ ବି ଥିଲେ। ଡୋମିନେଟେଡ୍ ସେ କରୁଥିଲେ, ଡୋମିନ୍ କରିଥିଲେ। ସେଇ କ୍ଷେତ୍ରରେ ତାଙ୍କର ଅଧିକାର ବହୁତ ଅଧିକ ରହିଥିଲା। ଆଉ ତାଙ୍କ ଲାଇଫ୍ରେ ମୋଟୋ କ'ଣ ଥିଲା? ଯେ ଜୀବନରେ କେବେ ବି କୌଣସି ସଫଳତା ଆମେ ଯଦି ପାଇବାକୁ ଚାହୁଁଛେ, ତାହେଲେ ଆମକୁ ପେନ୍ ଆଗ ଦରକାର, ତାପରେ ଗେନ୍ କରିପାରିବା। ଅର୍ଥାତ୍ ବିନା ପେନ୍ରେ ଆମେ କୌଣସି ଗେନ୍ କରିପାରିବା ନାହିଁ। ଏ ଥିଲା ତାଙ୍କ ଜୀବନର ମୋଟୋ। Vicky's love for his parents was truly insane. Vicky's love for his parents was truly insane. ପାଗଳାମୀ, ଅର୍ଥାତ୍ ବିକି ତା ବାପା ମାଙ୍କୁ ପାଗଳ ଭଳି ଭଲ ପାଉଥିଲା। ବହୁତ, ଇନସେନ୍ ମାନେ ପାଗଳ, ପାଗଳାମୀ। ବିକି ତା ପରିବାରକୁ ବହୁତ, ଅର୍ଥାତ୍ ପାଗଳ ଭଳି ଭଲ ପାଉଥିଲା। ଆଣ୍ଡ ହି ଆଡୋର୍ଡ, ଆଡୋର୍ଡ ମିନ୍ସ ଲଭ୍ଡ ହିଜ୍ ଗ୍ରାଣ୍ଡମଦର୍ସ ରିଙ୍କିଲ୍ସ ଆଣ୍ଡ କେନ୍। କେନ୍ ମାନେ ବାଡ଼ି, ଷ୍ଟିକ୍। ରିଙ୍କିଲ୍ ପିଲେ କ'ଣ କରିବେ? ଚର୍ମ ଧୁଡ଼ ଧୁଡ଼ ଅବସ୍ଥାଟା, ବୟସ ହେଇଗଲା ପରେ ଆମର ଦେଖିବ ବୁଢ଼ାବୁଢ଼ୀ ମାନଙ୍କର ଚର୍ମରେ ଭଙ୍ଗୁର ଦାଗ ପଳେଇ ଆସେ, ଚର୍ମ ସବୁ ଓହଳି ପଡ଼େ, ଶୁଷ୍କ ତ୍ୱଚା ସବୁ ଦେଖାଯାଏ। ମନେ ପକା ଘରେ ବୟସ୍କ ଜେଜେମା ଜେଜେବାପା ଥିବେ, ତାଙ୍କ ଚର୍ମ ଅବସ୍ଥା କେମିତି ଯାଇଥିବ? ଭଙ୍ଗୁର ହେଇଯାଇଥିବ, ଦାଗ ଦାଗ ଚିହ୍ନ ଚିହ୍ନ ହେଇଯାଇଥିବ। ବାସ୍, ବିକି କିନ୍ତୁ ଭଲ ପାଉଥିଲା, ଆଡୋର୍ ଭଲ ପାଉଥିଲା। ହିଜ୍ ଗ୍ରାଣ୍ଡମାସ୍ ରିଙ୍କିଲ୍ସ, ଜେଜେମାଙ୍କର ଏ ରିଙ୍କିଲ୍କି ଭଲ ପାଉଥିଲା, ଆଉ ତାଙ୍କ ବାଡ଼ିକି। ଏଇ ଜିନିଷ ଗୁଡ଼ିକ ବିକିର ବହୁତ ପସନ୍ଦ ଥିଲା। ଆଡୋର୍ଡ, ଲାଇକ୍ଡ, ଲଭ୍ଡ ମୋଷ୍ଟ, ବହୁତ ସେ ଭଲ ପାଉଥିଲା ଜେଜେମାଙ୍କର ରିଙ୍କିଲ୍କୁ ବି, କେନ୍କୁ ବି। ଇନ୍ କଲେଜ, when he stole a glance at Lauren, he stole at glance at Lauren. Lauren may be girl. ବିକି ଯେତେବେଳେ କଲେଜରେ ଲୋରିନ୍କୁ ଟିକେ ଚୋରେଇ ଚୋରେଇ ଚାହୁଁଥିଲା, ଗ୍ଲାନ୍ସ, ଷ୍ଟୋଲ୍ ଏ ଗ୍ଲାନ୍ସ, ଚୋରା ଚାହାଣୀରେ ଚାହିଁବା, ଷ୍ଟୋଲ୍ ଏ ଗ୍ଲାନ୍ସ, ଚୋରେଇକି ଚାହିଁବା, ଲୁଚେଇକି ଚାହିଁବା। କଲେଜରେ ଯେତେବେଳେ ବିକି ଲୋରେନ୍କୁ ଟିକେ କଣେଇ କଣେଇ ବଙ୍କେଇକି ଚାହିଁଥିଲେ, ଚୋରା ଚାହାଣୀ ଦେଇଥିଲେ,
Why his heart went third and third, only I could explain. Why his heart went third and third, କାହିଁକି ତା ଛାତି ଧଡ଼ ଧଡ଼ ହେଇଯାଇଥିଲା, ହାର୍ଟବିଟ୍ ଟିକେ ବଢ଼ି ଯାଇଥିଲା, ଓନ୍ଲି ଆଇ କୁଡ୍ ଏକ୍ସପ୍ଲେନ୍, ମୁଁ ହିଁ ଏକ୍ସପ୍ଲେନ୍ କରିପାରିବି, ଆଉ କେହି କରିପାରିବେ ନାହିଁ, କେବଳ ମୁଁ ହିଁ ଏକ୍ସପ୍ଲେନ୍ କରିପାରିବି କ'ଣ ପାଇଁ ବିକିର ହାର୍ଟ ସେଦିନ ଟିକେ ଥରଥର ହେଇଥିଲା, ଧଡ଼ ଧଡ଼ ହେଇଥିଲା, ହାର୍ଟବିଟ୍ ଟିକେ ବଢ଼ି ଯାଇଥିଲା କ'ଣ ପାଇଁ, ମୁଁ ଭଲ ଭାବେ ଜାଣିଛି ଏ କଥା। On a wet monsoon day, ଦିନେ ଏକ ମନସୁନ୍ ସିଜନ୍, ମୌସୁମୀ ସମୟଟା, ବର୍ଷା ଟିକେ ହେଇଛି, ଓଦା ପାଗ ବି ଅଛି। ଫର୍ ଏ ଟାସ୍କ ମଣ୍ଡେନ୍ ମିନ୍ସ ସାଧାରଣ କାମ, କୌଣସି ଏକ ସାଧାରଣ କାମ। ଫର୍ ଏ ଟାସ୍କ ମାନେ ଏକ ମନସୁନ୍ ସିଜନ୍ରେ ଓଦା ପାଗ ଟିକେ ଓଦା ଥିଲା, ଗୋଟେ ସାଧାରଣ କାମ ପାଇଁ। ଫର୍ ଟାସ୍କ ମଣ୍ଡେନ୍ ମାନେ ସାଧାରଣ ଟାସ୍କ ବା ସାଧାରଣ କାମ ପାଇଁ। ଭିକି ରୋଡ୍ ହିଜ୍ ବାଇକ୍ ଟୁ ହିଜ୍ ଫ୍ରେଣ୍ଡ ଇନ୍ ଦ ନେକ୍ସଟ ଲେନ୍। ଭିକି ରୋଡ୍ ହିଜ୍ ବାଇକ୍ ଟୁ ହିଜ୍ ଫ୍ରେଣ୍ଡ ଇନ୍ ଦ ନେକ୍ସଟ ଲେନ୍। ଆରପଟେ ଗଳିରେ, ତାଙ୍କ ଘର ପାଖ ଗଳିରେ ସାଙ୍ଗର କୌଣସି ଗୋଟେ ସାଧାରଣ କାମ ପାଇଁ ସେ ବାଇକ୍ ନେଇକି ସାଙ୍ଗ ପାଖକୁ ଯାଉଥିଲା। ହିଜ୍ ବାଇକ୍ ଟୁ ହିଜ୍ ଫ୍ରେଣ୍ଡ, ଆରପଟ ଗଳିରେ ତାଙ୍କ ସାଙ୍ଗକୁ ଦେଖା କରିବା ପାଇଁ। କୌଣସି ଗୋଟେ ସାଧାରଣ ଫର୍ ମଣ୍ଡେନ୍ କାମ ବୋଲି କୁହାଯାଇଛି, ଫର୍ ଟାସ୍କ ମଣ୍ଡେନ୍ ସାଧାରଣ କାମଟିଏ। ଏଇ କାମ ପାଇଁ ସେ ଆରପଟ ଗଳିକୁ ତାଙ୍କ ସାଙ୍ଗକୁ ଦେଖା କରିବାକୁ ଯାଉଥିଲେ। ଫର୍ ୱାନ୍ସ ଫ୍ରମ୍ ୱେରିଂ ହିଜ୍ ହେଲମେଟ୍ ହି ଡିଡ୍ ରିଫ୍ରେନ୍। ୱେରିଂ ହିଜ୍ ହେଲମେଟ୍ ପିନ୍ଧିବାକୁ ଟିକେ ହି ଡିଡ୍ ରିଫ୍ରେନ୍, ଟିକେ ମନା କରିଦେଇଥିଲେ। ସେ ବୋଧହୁଏ ହେଲମେଟ୍ ପିନ୍ଧିବା ପାଇଁ ଟିକେ ମନା କରିଦେଇଥିଲେ ପ୍ରଥମ ଥର ପାଇଁ। ବୋଧହୁଏ ସେ ଟିକେ ହେଲମେଟ୍ ପିନ୍ଧିବା ପାଇଁ ଯେତେବେଳେ ସେ ତାଙ୍କ ନେକ୍ସଟ ଗଳିରେ ଥିବା ସାଙ୍ଗ ପାଖକୁ ଯାଉଥିଲେ ବାଇକ୍ରେ ଚଢ଼ିକି। ଏକ ମନସୁନ୍ ସିଜନ୍ ଥିଲା, ସାଧାରଣ କାମଟିଏ ଥିଲା, ଟାସ୍କ ମଣ୍ଡେନ୍ ବୋଲି କୁହାଯାଉଛି, ଅତି ସାଧାରଣ କାମଟିଏ ଥିଲା। ଏ ସାଧାରଣ କାମଟି ପାଇଁ ସେ ଆରପଟ ଗଳିରେ ବାଇକ୍ ନେଇକି ତାଙ୍କ ସାଙ୍ଗକୁ ଦେଖା କରିବା ପାଇଁ ନେକ୍ସଟ ଲେନ୍କୁ ଯାଉଥିଲେ। ଆଉ ସେଦିନ ସେ କାହିଁକି କେଜାଣି ହେଲମେଟ୍ ପିନ୍ଧିବାକୁ ରିଫ୍ରେନ୍ ମନା କରିଦେବା। ରିଫ୍ରେନ୍ ମିନ୍ସ ମନା କରିବା, ଟିକେ ପିନ୍ଧିବା ପାଇଁ ମନା ବି କରିଦେଇଥିଲେ। ରିଫ୍ରେନ୍ ୱେରିଂ ହିଜ୍ ହେଲମେଟ୍ ଫ୍ରମ୍ ୱେରିଂ, ଅର୍ଥାତ୍ ହେଲମେଟ୍ ପିନ୍ଧିବା ପାଇଁ ସେ ଯେମିତି ଟିକେ ମନା କରିଦେଇଥିଲେ। ଗଡ୍ ମେଟ୍ ୱିଥ୍ ଆନ୍ ଆକ୍ସିଡେଣ୍ଟ, ସେ ଏକ ଦୁର୍ଘଟଣାର ଶିକାର ହେଇଥିଲେ। ସେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହେଇଥିଲେ। ଗୋରି ଆଣ୍ଡ ଇନହ୍ୟୁମାନ୍, ଗୋରି ରକ୍ତ ଜୁଡୁବୁଡୁ ଅବସ୍ଥା, ଅମାନବୀୟ, ଇନହ୍ୟୁମାନ୍ ଅମାନବୀୟ, ଇନହ୍ୟୁମାନ୍ ଅମାନବୀୟ, ଗୋରି ରକ୍ତ ଜୁଡୁବୁଡୁ ଅବସ୍ଥା, ଅର୍ଥାତ୍ ଅତି ଭୟଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଦୁର୍ଘଟଣା ଘଟିଥିଲା। ସେଦିନ ସେ ହେଲମେଟ୍ ପିନ୍ଧିବାକୁ ମନା କରିଥିଲେ, କାହିଁକି କେଜାଣି ସେଇଦିନ ଏକ ଅତି ଅଭାବନୀୟ, ଇନହ୍ୟୁମାନ୍, ଗୋରି ଆଣ୍ଡ ଇନହ୍ୟୁମାନ୍, ରକ୍ତ ଜୁଡୁବୁଡୁ, ଅର୍ଥାତ୍ ରକ୍ତ ଜୁଡୁବୁଡୁ ଅବସ୍ଥାର ଏକ ଦୁର୍ଘଟଣା, ଇନହ୍ୟୁମାନ୍ ଅଭାବନୀୟ, ଅମାନବୀୟ ଏକ ଦୁର୍ଘଟଣା ଘଟି ଯାଇଥିଲା ସେଦିନ। all it the accident took, ସବୁ କିଛି ନେଇଗଲା, was a stray moment in an, ଆଉ କିଛି ନଥିଲା, ଗୋଟେ stupidity moment ଥିଲା, stray separated moment ଗୋଟେ ଆସି ଯାଇଥିଲା, in an moment, stupidity moment, foolishness moment ଆସି ଯାଇଥିଲା ଗୋଟେ। ସବୁ କିଛି ଶେଷ ହେଇଯାଇଥିଲା ସେ ଆକ୍ସିଡେଣ୍ଟରେ, ସବୁ କିଛି ଗୋଟେ stray moment, ଗୋଟେ separated moment, in an stupidity moment, ଦୁଃଖଦାୟକ, ଯନ୍ତ୍ରଣାଦାୟକ ଥିଲା, ଗୋଟେ ଅବାସ୍ତବ ଜୀବନ ଚାଲି ଯାଇଥିଲା ସେଦିନ। ସବୁ କିଛି ଶେଷ ହେଇଯାଇଥିଲା, ଏମିତି ଏକ ସମୟ ଥିଲା, ସବୁ କିଛି ଚାଲି ଯାଇଥିଲା, ଗୋଟେ ସେପାରେସନ୍ ସମୟ ଆସି ପହଞ୍ଚି ଯାଇଥିଲା, ଗୋଟେ ଷ୍ଟୁପିଡିଟି ସମୟ ଆସି ପହଞ୍ଚି ଯାଇଥିଲା। ୟଙ୍ଗ ଲାଇଫ୍ ଲଷ୍ଟ, ଗୋଟେ ୟଙ୍ଗ ଲାଇଫ୍ ଲଷ୍ଟ ହେଇଯାଇଥିଲା ସବୁଦିନ ପାଇଁ। ଏ ଫ୍ୟାମିଲି କ୍ରସ୍ଡ ୱିଥ୍ ପେନ୍, ଗୋଟେ ପରିବାର ଯନ୍ତ୍ରଣାରେ ଛଟପଟ ହେଇଥିଲେ, ସଫରିଂ କରିଥିଲେ, କିନ୍ତୁ କିଛି ପାଖରେ ତାଙ୍କର ନଥିଲା। ଡିଅର୍ ଫ୍ରେଣ୍ଡସ୍ ଟେକ୍ କେୟାର, ବୋଧେ ଏଇ ଲାଇନ୍ଟି ରାଇଟର ନିଜେ କହୁଛନ୍ତି। ଡିଅର୍ ଫ୍ରେଣ୍ଡସ୍ ଟେକ୍ କେୟାର, ରିସ୍କ ଡ୍ରାଇଭିଂ, dear friends take care, risk driving can be pain means misery create କରିବା, ଦୁଃଖ ଯନ୍ତ୍ରଣା। ଡିଅର୍ ବନ୍ଧୁମାନେ, ଡିଅର୍ ଷ୍ଟୁଡେଣ୍ଟସ୍, ଲାଇନ୍ଟା ଏହା ବୁଝିବାକୁ ଚାହୁଁଥିଲେ, ସେ ଏହା କହିଛନ୍ତି ରିସ୍କ ଡ୍ରାଇଭିଂ, କେବେ ବି ରିସ୍କଫୁଲ୍ ଡ୍ରାଇଭ୍ କର ନାହିଁ, କାରଣ ରିସ୍କ ଡ୍ରାଇଭିଂ ଆମକୁ ବେନ୍ ଆଣିପାରେ, ମିଜେରି, ଦୁଃଖ ଯନ୍ତ୍ରଣା, ବେନ୍ ଦୁଃଖ ବା ଯନ୍ତ୍ରଣା, ମିଜେରି ଆମ ପାଇଁ କ୍ରିଏଟ୍ କରିପାରେ। କେବେ ବି ରିସ୍କଫୁଲ୍ ବିନା ହେଲମେଟ୍ରେ ଡ୍ରାଇଭ୍ କର ନାହିଁ। ଡ୍ରାଇଭ୍ ସେଫ୍, ତାଙ୍କ ବାର୍ତ୍ତା ସେ ଦେଇଥିଲେ, ଡ୍ରାଇଭ୍ ସେଫ୍, ଲେଟ୍ ୟୋର୍ ପ୍ରେସିୟସ୍ ଲାଇଫ୍ ନଟ୍ ଟୁ ବି ଭେନ୍, ଆମର ଏଇ ମୂଲ୍ୟବାନ ଜୀବନକୁ ଭେନ୍, ମୂଲ୍ୟହୀନ ଭାବେ ଏଣ୍ଡ କରିଦେବା ଉଚିତ ନୁହଁ। ଇନ୍ ଭେନ୍, ମୂଲ୍ୟହୀନ ଭାବରେ, ଆମ ଲାଇଫ୍ ପ୍ରେସିୟସ୍,
ଆମେ ତାକୁ କେବେ ବି ଇନ୍ ଭେନ୍ ମୂଲ୍ୟହୀନ ଭାବରେ ଏଣ୍ଡ କରିଦେବା ନାହିଁ, ଶେଷ କରିଦେବା ନାହିଁ। डियर स्टूडेंट्स पोएमटी सरी जाइए। प्रत्येक लाइन को अति सहज सरल ओडिया बुझा चेष्टा कर मोर विश्वास कहाँपाई अबुझा रही। ये शेष पुणी कहूँ जो मैंने मो चैनल को एवं सुधा सब्सक्राइब करना प्लीज सब्सक्राइब माय चैनल एज सुन एज पॉसिबल। कमेंट बॉक्स में कंप्लेन जन पार बेल आइकन को निहाती क्लिक करूँ मुझे सब इंपोर्टाट वीडियो तुम पाखे अति सहजरे पहुँच पार। थैंक यू डियर स्टूडेंट्स।